सर्वप्रथमे आमनकर जीवंत प्रभु जीशु को महानामर धन्यवाद करूँ कारण से आमन को पुनर्बार सुजोग देले तांको निकटवर्ती हेबा पाई पुणी धन्यवाद दिए मंडली कर्तृपक्ष निकटरे से माने यूट्यूब माध्यम रे प्रभुंकर उपासना करिबा पाई आमन को साहाय्य करि आसुछंती। धन्यवाद दिए जो बंधु माने परिश्रम करी ए समस्त कार्य करती ता सहित आजिर उपस्थित प्रत्येक प्रभुंक प्रिय लोक मान को धन्यवाद देवा सहित अंतरर शुभेच्छा ज्ञापन करे। आसंतु आजिर उपासना आरंभ करी आमने प्रार्थना करिबा। पवित्र मंगलमय स्वर्गस्थ पिता तुम महानामर धन्यवाद करुछु। आजिर सुंदर समय तुम्हें आमान को जीवन रे देल प्रभु पुनर्बार तुम निकटवर्ती हेबा पाई तुमर उपासना करिबा पाई पुणी तुम निकटरे अपना अपना को समर्पण करी तुमर आशीर्वाद जीवन रे लाभ करिबा पाई आमान को तुम्हें सुजोग देल आमे तुमर धन्यवाद करो। स्वर्गीय प्रभु प्रार्थना करो आज मध्य आसीछु प्रभु आशा नहीं तुमर आशीर्वाद पाइबा पाई तुम्हें आमान को अनुग्रह कर। जेते समय बसिबा जो माने आज जोड़ी हेबे आ जो समस्त कार्यक्रम करिबा तुम गौरव उद्देश्य रे प्रभु सकल कार्यक्रम रे तुमर पवित्र आत्मांकर उपस्थिति दे प्रभु आमान को कढ़ाई निय पुणी आजिर उपासना मध्य दे तुम्हें केवल गौरवान्वित हो। प्रार्थना निवेदन शुणिल धन्यवाद दे जीशुंक नाम रे मागुअछु आमेन। आजिर उपासना आरंभ करी आमने उपासना संगीत विविध तार 317 पृष्ठार तल गीतटी गान करिबा। भारी भल लागे मते जीशुंक नाम चिर मनोहर सेही जीशुंक नाम ए गीतटी गाई आमने प्रभुंकर आराधना करिबा। भारी भल लागे मते जीशुंक नाम मते जीशुंक नाम चिर मनोरम सेही जीशुंक नाम। भारी भल लागे मते जीशुंक नाम जीशुंक नाम चिर मनोरम सेही जीशुंक नाम। सेही पथ सत्य से जीवन सेही शरण भारी भल लागे मते जीशुंक नाम मते जीशुंक नाम चिर मनोरम सेही जीशुंक नाम। जीशु नाम बिना वृथा मो जीवन सरी नुहे कोटि सुगंधी सारण। जीशु नाम बिना वृथा मो जीवन सरी नुहे कोटि सुगंधी सारण। सेही नाम निये मोर दुख कषण शयने सपने मोर से का ध्यान। सेही नाम निये मोर दुख कषण शयने सपने मोर से का ध्यान। सेही नाम मोर परिधान मोर भूषण। भारी भल लागे मोते जीशुंक नाम मोते जीशुंक नाम चिर मनोरम ସେହି ଯୀଶୁଙ୍କ ନାମ
ଯିଶୁ ମୋର ବନ୍ଧୁ ଉତ୍ତମ ପାଳକ, ସେହି କ୍ଷମା ସିନ୍ଧୁ ଜୀବନ ଚାଳକ। ଯିଶୁ ମୋର ବନ୍ଧୁ ଉତ୍ତମ ପାଳକ, ସେହି କ୍ଷମା ସିନ୍ଧୁ ଜୀବନ ଚାଳକ। ମହାମହିମ ସେ ଅନନ୍ତ ରାଜନ, ବଞ୍ଚିବାର ମୋକ୍ଷଣ ଅନୁକ୍ଷଣ। ମହାମହିମ ସେ ଅନନ୍ତ ରାଜନ, ବଞ୍ଚିବାର ମୋକ୍ଷଣ ଅନୁକ୍ଷଣ। ସେହି ମୋର ମହା ପରିତ୍ରାଣ ମୋର ଜୀବନ। ଭାରି ଭଲ ଲାଗେ ମୋତେ ଯୀଶୁଙ୍କ ନାମ, ମୋତେ ଯୀଶୁଙ୍କ ନାମ। ଚିର ମନୋରମ ମୋର ଯୀଶୁଙ୍କ ନାମ। ଭାରି ଭଲ ଲାଗେ ମୋତେ ଯୀଶୁଙ୍କ ନାମ, ମୋତେ ଯୀଶୁଙ୍କ ନାମ। ଚିର ମନୋରମ ସେହି ଯୀଶୁଙ୍କ ନାମ। ସେହି ପଥ ସତ୍ୟ ସେ ଜୀବନ, ସେହି ଶରଣ। ଭାରି ଭଲ ଲାଗେ ମୋତେ ଯୀଶୁଙ୍କ ନାମ, ମୋତେ ଯୀଶୁଙ୍କ ନାମ। ଚିର ମନୋରମ ସେହି ଯୀଶୁଙ୍କ ନାମ। ଆମମାନେ ବାକ୍ୟରୁ ଅଳ୍ପ ସମୟ ଆଉ ଚିନ୍ତା କରିବା। ଗତ ସପ୍ତାହରେ ଆମମାନେ ଦେଖୁଥିଲୁ ପ୍ରଥମ ପିତର ତାର 1 ଅଧ୍ୟାୟ 13 ପଦରୁ ଆମମାନେ 25 ପଦ ପର୍ଯ୍ୟନ୍ତ ପଢ଼ିଥିଲୁ। ଆଉ ଆଜି ଆମେ ତାର ପରବର୍ତ୍ତୀ ଅଂଶଟି ପଢ଼ିବା। ପ୍ରଥମ ପିତର 2 ଅଧ୍ୟାୟ 1ରୁ 10 ପଦ ପର୍ଯ୍ୟନ୍ତ ଆମମାନେ ପଢ଼ିବା। ଆଉ ଏ ସ୍ଥାନରେ ଏ ପ୍ରକାର ଲେଖାଯାଏ, ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ, ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇପାର। ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି। ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକ ବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହ ରୂପରେ ନିର୍ମିତ ହୁଅ। କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ ଆମ୍ଭେ ସିଓନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ ସେ ଲଜ୍ଜିତ ହେବ ନାହିଁ। ଏଣୁ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ ସେହି ବହୁମୂଲ୍ୟର ଅଂଶୀ ଅଟ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର। ପୁଣି ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା, ବାକ୍ୟର ଅନାଜ୍ଞବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏ ନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ। କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥିନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ପୂର୍ବରେ ତୁମ୍ଭେମାନେ ପ୍ରଜାବାଚ୍ୟ ନଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ। ପୂର୍ବରେ ତୁମ୍ଭେମାନେ ଦୟା ପାଇ ନଥିଲ, ମାତ୍ର ଏବେ ଦୟାପ୍ରାପ୍ତ ହୋଇଅଛ। ପ୍ରଭୁ ଏହି ପଠିତ ବାକ୍ୟରେ ଏବଂ ଶ୍ରବଣରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଗତ ସପ୍ତାହରେ ଆମମାନେ ଆଲୋଚନା କରୁଥିଲୁ ପବିତ୍ର ଜୀବନ କାଟିବା ନିମନ୍ତେ ପିତର ଦ୍ୱାଦଶର ଛିନ୍ନ ଭିନ୍ନ ଗୋଷ୍ଠୀଙ୍କ ନିକଟକୁ
ଆହ୍ୱାନ ଦିଅନ୍ତି। ଆଉ ଆଜି ଆମମାନେ ଯେଉଁ ଅଂଶଟି ପଢ଼ିଲୁ, ପିତର ମନେ ପକାଇ ଦେଉଛନ୍ତି, ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ଅର୍ଥାତ୍ ଜଗତର ପରିତ୍ରାଣକର୍ତ୍ତାଙ୍କୁ ବ୍ୟକ୍ତିଗତ ଜୀବନରେ ଅନୁଭବ କରି ସେହି ପ୍ରଭୁ ବୋଲି ସ୍ୱୀକାର କରିଅଛ, ତାହେଲେ ତୁମାନଙ୍କର ଜୀବନରେ କ'ଣ କ'ଣ ହେବା ଆବଶ୍ୟକ ତାହା ଏ ସ୍ଥାନରେ ସେ ବର୍ଣ୍ଣନା କରନ୍ତି। ଆଉ ଏକ ପଦ ଆମମାନେ ଯେତେବେଳେ ପଢ଼ୁଛୁ, ଏକ ପର୍ବର 18 ପଦ ଅନୁସାରେ ପିତର ମନେ ପକାଇ ଦିଅନ୍ତି ଯେ ତୁମ୍ଭେମାନେ ବା ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ସୁନା କି ରୂପା ପରୀକ୍ଷଣୀୟ ବସ୍ତୁ ଦ୍ୱାରା ତୁମାନେ ମୁକ୍ତ ହୋଇନାହ। ଏଠି ଜଷ୍ଟ ହି ରିମାଇଣ୍ଡସ୍ ଟୁ ଦ ପିପୁଲ ଅଫ୍ ଇସ୍ରାଏଲ, ଦ୍ୱାଦଶର ଛିନ୍ନ ଭିନ୍ନ ଗୋଷ୍ଠୀଙ୍କ ନିକଟକୁ ସେ ମନେ ପକାଇ ଦେଉଛନ୍ତି ଯେ ଖ୍ରୀଷ୍ଟ ତୁମାନଙ୍କୁ କି ପ୍ରକାର ଭାବରେ ପାପରୁ ମୁକ୍ତ କଲେ ଆଉ ଆହ୍ୱାନ କଲେ। ଏଇ ଦ୍ୱାଦଶର ଛିନ୍ନ ଭିନ୍ନ ଗୋଷ୍ଠୀ କଥା ଯେତେବେଳେ ଆମମାନେ ଚିନ୍ତା କରୁ, ମନେ ପଡ଼ିଯାଏ ପ୍ରଭୁ କେମିତି ଅବ୍ରାହମକୁ ଆହ୍ୱାନ କଲେ। ଆଉ ଯେତେବେଳେ ତାଙ୍କୁ ଆହ୍ୱାନ କଲେ, ଆଉ ଆମମାନେ ସମସ୍ତେ ଜାଣୁ ସେ ଅଜ୍ଞାତ ସ୍ଥାନ, ଅଜ୍ଞାତ ଦେଶ ଉଦ୍ଦେଶ୍ୟରେ ତାଙ୍କର ଯାତ୍ରାକୁ ଆରମ୍ଭ କଲେ। ଆଉ ସେଇ ଅବ୍ରାହମଙ୍କର ଯାତ୍ରାରୁ ଆମମାନେ ଏଇଆ ଶିଖୁ ଯେ ଜଣେ ବ୍ୟକ୍ତି ଯେତେବେଳେ ପ୍ରଭୁଙ୍କର ଆହ୍ୱାନର ବାଧ୍ୟ ହୁଅନ୍ତି, ପ୍ରଭୁ ସେମାନଙ୍କ ଜୀବନରେ କି ପ୍ରକାର ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରନ୍ତି। ଆଉ ଧନ୍ୟ ସେ ବ୍ୟକ୍ତି ଯେ ପରମେଶ୍ୱରଙ୍କର ରବ ଶୁଣି ତାଙ୍କର ଆହ୍ୱାନର ବାଧ୍ୟ ହେଲେ, ଆଉ ତାଙ୍କ ବଂଶ ଆଜି ଆଶୀର୍ବାଦ ପ୍ରାପ୍ତ ହେଲେ। ଆଉ ତାଙ୍କ ବଂଶର ଇତିହାସ ଆମମାନେ ସମ୍ପୂର୍ଣ୍ଣ ବାଇବଲ ମଧ୍ୟରେ ଅଧ୍ୟୟନ କରିବାକୁ ପାରୁଛେ। ଏଠି ପିତର ମନେ ପକାଇ ଦିଅନ୍ତି, ତାର 2 ପର୍ବର 1 ପଦ ଯେତେବେଳେ ଆମମାନେ ପଢ଼ୁ, ସେ କୁହନ୍ତି ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ, ଯଦି ପ୍ରଭୁଙ୍କୁ ତୁମାନେ ଚାଖିଅଛ। ଆଜି ଯଦି ଆମମାନଙ୍କ ଜୀବନରେ ଏଇ କଥା କୁହାଯାଏ, ପ୍ରଭୁ ଯେ ପରିତ୍ରାଣକର୍ତ୍ତା, ସେ ଯେ ରୋଗ ସୁସ୍ଥକାରୀ, ବିନାଶରୁ ମୁକ୍ତକାରୀ, ପାପ କ୍ଷମାକାରୀ, ଅଧର୍ମ ମାର୍ଜନାକାରୀ, କେବଳ ଆମେ ବାକ୍ୟରେ ପଢ଼ୁ, ପୁରାତନ ନିୟମରେ ଆମେ ପଢ଼ୁନା। ସଦାପ୍ରଭୁଙ୍କର ଧନ୍ୟବାଦ ଏଇଥିପାଇଁ କର, କାରଣ ସେ ତୁମର ସମସ୍ତ ଅଧର୍ମ କ୍ଷମା କରନ୍ତି, ସବୁ ରୋଗ ସୁସ୍ଥ କରନ୍ତି, ବିନାଶରୁ ମୁକ୍ତ କରନ୍ତି, ଆଉ ସ୍ନେହପୂର୍ଣ୍ଣ କରୁଣା ଦୟାରୂପ ମୁକୁଟରେ ତୁମକୁ ଭୂଷିତ କରନ୍ତି। ଆଉ 103 ଗୀତର 17-18 ଲେଖାଯାଏ, ଆପଣ ଭୟକାରୀମାନଙ୍କ ପ୍ରତି ତାହାଙ୍କର ଦୟା, ତାହାଙ୍କର କରୁଣା, ତାହାଙ୍କର ଅନୁଗ୍ରହ ପୁରୁଷାନୁକ୍ରମରେ ଥାଏ। ଏଠି ପିତର ମନେ ପକାଉଛନ୍ତି, ଯଦି ତୁମେ ପ୍ରଭୁଙ୍କୁ ଆସ୍ୱାଦନ କରିଅଛ, ତାହେଲେ ତୁମ ଜୀବନରେ କ'ଣ ହେବା ଆବଶ୍ୟକ। 1 ପର୍ବର ଆଉ ଯେତେବେଳେ ଆମମାନେ ପଢ଼ୁଥିଲୁ 13 ପଦରୁ ଆଉ ତାର 25 ପଦ ପର୍ଯ୍ୟନ୍ତ, ସେ ସ୍ଥାନରେ ଆଉ ପିତର ମନେ ପକାଇ ଦେଉଛନ୍ତି ଯେ ପ୍ରଭୁ ଦିନେ ଆସିବେ, ଆଉ ପ୍ରତ୍ୟେକ ଲୋକଙ୍କୁ ସେମାନଙ୍କର କର୍ମାନୁସାରେ ବିଚାର କରିବେ। କାହିଁକି ନା ତୁମାନଙ୍କ ଠାରୁ ପ୍ରଭୁ ଅପେକ୍ଷା କରନ୍ତି, ଯେହେତୁ ତୁମାନେ ବହୁମୂଲ୍ୟ ସୁନା କି ରୂପା ଦ୍ୱାରା ମୁକ୍ତ ହୋଇନାହ, ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତ, ମେଷ ଶାବକ ସଦୃଶ୍ୟ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ତୁମାନେ ମୁକ୍ତ ହୋଇଅଛ। ତେଣୁ ପ୍ରଭୁ ତୁମଠାରୁ ଏଇ ବିଷୟ ଆଶା କରନ୍ତି। ଆଉ ଦ ଡେ ଅଫ୍ ଜଜମେଣ୍ଟ, ଖ୍ରୀଷ୍ଟଙ୍କର ବିଚାର ଦିନରେ ପ୍ରଭୁ ତୁମଠାରୁ କ'ଣ ଅପେକ୍ଷା କରନ୍ତି ତାହା ସେ ଏ ସ୍ଥାନରେ ବର୍ଣ୍ଣନା କଲେ। ଆଉ 2 ପର୍ବରେ କହୁଛନ୍ତି, ଯଦି ଆସ୍ୱାଦନ କରିଅଛ, କ'ଣ କ'ଣ ତୁମ ଜୀବନରେ ନଥିବା ଆବଶ୍ୟକ। 2 ପଦରେ ଲେଖା ଅଛି, ସମସ୍ତ ପ୍ରକାର ଦୁଷ୍ଟତା, ଛଳ,
କପଟ ଈର୍ଷା ପରନିନ୍ଦା ପରିତ୍ୟାଗ କରି। କହୁଛନ୍ତି ଖ୍ରୀଷ୍ଟଙ୍କୁ ଆସ୍ୱାଦନ କଲା ପରେ, ଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ ଜଣେ ବ୍ୟକ୍ତି ଯେତେବେଳେ ହୋଇଯାଏ, ଆମେ ଅନେକ ଛୋଟବେଳୁ ସେ ଗୋଟିଏ ପ୍ରେମ ଲାଲର ହୃଦୟ ବୋଲି ଗୋଟିଏ ଛୋଟ ଓଡ଼ିଆ ମ୍ୟାଗାଜିନ୍ ବା ପତ୍ରିକା ପଢ଼ିଥିବା। ଯେ ପର୍ଯ୍ୟନ୍ତ ସେ ପ୍ରେମଲାଲର ହୃଦୟରେ ଖ୍ରୀଷ୍ଟ ବାସ କରୁଅଛନ୍ତି ଆଉ ସମସ୍ତ ପ୍ରକାର ଅପବିତ୍ରତାର ବିଷୟ ତାଙ୍କର ହୃଦୟ ମଧ୍ୟକୁ ପ୍ରବେଶ କରିପାରୁନାହିଁ। ଆଉ ଯେତେବେଳେ ଖ୍ରୀଷ୍ଟ ତାଙ୍କ ହୃଦୟରେ ନାହାନ୍ତି, ଆଉ ସବୁ ପ୍ରକାର ଅଶୁଚିତା ଅପବିତ୍ରତା ମନ୍ଦତାର ବିଷୟ ତାଙ୍କ ହୃଦୟକୁ ଆକ୍ରାନ୍ତ କରୁଛି, ଆଉ ସେହି ସମୟରେ ସେ ଖ୍ରୀଷ୍ଟ ନୁହନ୍ତି, ମାତ୍ର ସେ ମୁଁକୁ ହୃଦୟ ମଧ୍ୟରେ ସ୍ଥାନ ଦେଇଥାନ୍ତି। ଏଠି ଲେଖକ କହିବା ପାଇଁ ଚାହାନ୍ତି ଯେ ଯଦି ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ଆସ୍ୱାଦନ କରିଅଛ, ତାହେଲେ ସମସ୍ତ ପ୍ରକାର ଦୁଷ୍ଟତା ଆଉ ଛଳ କପଟ ଈର୍ଷା ପରନିନ୍ଦା ପରିତ୍ୟାଗ କର। ତାପରେ 3 ପଦରେ କହୁଛନ୍ତି ସମସ୍ତ ପ୍ରକାର ଦୁଷ୍ଟତା ଛଳ କପଟ ଈର୍ଷା ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର। এই যে ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ, ଏହା ଈଶ୍ୱରଙ୍କର ବାକ୍ୟକୁ ସୂଚାଏ। ଈଶ୍ୱରଙ୍କ ଲୋକମାନଙ୍କୁ ବିଶ୍ୱାସରେ ବୃଦ୍ଧି ପାଇବା ଏବଂ ଏହାର ପ୍ରାପ୍ତିର ଉପାୟ ସମ୍ପର୍କରେ ଶିକ୍ଷା ଦିଏ। ଜଣେ ବ୍ୟକ୍ତି ବିଶ୍ୱାସରେ କି ପ୍ରକାର ବୃଦ୍ଧି ପାଇବ? ଛୋଟ ଶିଶୁ ଯେତେବେଳେ ସେ ଖାଦ୍ୟ ଖାଇବାର ଆରମ୍ଭ କରେ, ଧୀରେ ଧୀରେ ତାକୁ ଗରିଷ୍ଠ ଖାଦ୍ୟ ଦିଆଯାଏ। ଠିକ୍ ସେ ପ୍ରକାର ଆତ୍ମିକ ଜୀବନରେ ଯେତେବେଳେ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ଧାରଣ କରେ, ନୂତନ ଶିଶୁ ସେ, ଆଉ ସେ ଧୀରେ ଧୀରେ ଖ୍ରୀଷ୍ଟଙ୍କ ବାକ୍ୟ, ଈଶ୍ୱରଙ୍କ ବାକ୍ୟ ଆଉ ତା ଜୀବନରେ ଧୀରେ ଧୀରେ କ'ଣ କରେ ନା ଶକ୍ତି ପ୍ରଦାନ କରେ, ଆଉ ତାକୁ ଯେ ବିଶ୍ୱାସରେ ବୃଦ୍ଧି ପାଇବା ପାଇଁ ସେ କ'ଣ କରେ ନା ଉତ୍ସାହିତ କରେ। ଯଦି ଆମମାନଙ୍କଠାରେ ଖ୍ରୀଷ୍ଟଙ୍କ ବାକ୍ୟ ନାହିଁ ବା ଆମେ ବାକ୍ୟରେ ବୃଦ୍ଧି ପାଉନାହୁଁ, ତାହେଲେ এই ଅଂଶ ଅନୁସାରେ କ'ଣ ଅଛି ଆମର ନା ଆମେ ଆତ୍ମିକ ଜୀବନରେ ଶିଶୁ ଅଟୁ। ଏପର୍ଯ୍ୟନ୍ତ ଆମେ ଦୁଗ୍ଧ ପାନ କରୁଅଛୁ, ଗୁରୁପାକ ଖାଦ୍ୟ ଆମମାନଙ୍କ ଜୀବନରେ ବା ଶରୀରରେ ସପୋର୍ଟ କରୁନାହିଁ ବା ଜୀର୍ଣ୍ଣ ହୋଇପାରୁନାହିଁ। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବା ଆବଶ୍ୟକ, ଯେପରିକି କ'ଣ ହେବ ନା ଆମେ ପରିତ୍ରାଣାର୍ଥେ ବୃଦ୍ଧି ପାଇପାରିବା। ପରିତ୍ରାଣ ଅର୍ଥ ଈଶ୍ୱର ଯାହା ମାନବ ଜାତି ନିମନ୍ତେ ପୂର୍ବରୁ ନିରୂପଣ କରିଅଛନ୍ତି, ଯେଉଁ ଉଦ୍ଧାରର କାର୍ଯ୍ୟ ସାଧନ କରିଅଛନ୍ତି, ଯେଉଁ ମୁକ୍ତି ସାଧନ କରିଅଛନ୍ତି ଏବଂ ଏବେ ମଧ୍ୟ କରୁଅଛନ୍ତି, ସେଇ ମୁକ୍ତିକୁ, ସେଇ ଉଦ୍ଧାରକୁ, ସେଇ ମୋକ୍ଷକୁ ଆମ ଜୀବନରେ ଅନୁଭବ କେବଳ କରିବା ନୁହଁ, ପ୍ରତିଦିନ ସାଲଭେସନ୍ ଇଜ୍ ପ୍ରୋସେସିଂ ବିଂ, ଇଟ୍ସ ନଟ୍ ଷ୍ଟପ୍। ଏହା ଶେଷ ନାହିଁ। ପ୍ରତି ମୁହୂର୍ତ୍ତରେ ପରିତ୍ରାଣର ଅନୁଭୂତି ନେଇ ଜଗତରେ ବଞ୍ଚିବା। ପ୍ରତି ମୁହୂର୍ତ୍ତରେ ପରିତ୍ରାଣର ଅନୁଭୂତି ନେଇ ଜଗତରେ ବଞ୍ଚିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ଈଶ୍ୱରଙ୍କର ବାକ୍ୟକୁ ଆମମାନଙ୍କ ଜୀବନରେ ପ୍ରାକ୍ଟିସ୍ କରିବା। ତେଣୁ 4 ଆଉ 5 ପଦରେ ଲେଖକ କହୁଛନ୍ତି ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି। ପବିତ୍ର ଜୀବନ ଯାପନ କଲେ ଖ୍ରୀଷ୍ଟଙ୍କ ପରିତ୍ରାଣକୁ ଆମ ଜୀବନରେ ପ୍ରତି ମୁହୂର୍ତ୍ତରେ ଆଉ ଏକ୍ସରସାଇଜ୍ କଲେ ପିତର ଏ ସ୍ଥାନରେ ଗୋଟିଏ ୟୁନିକ୍ ଫିଗର ଅଫ୍ ସ୍ପିଚ୍କୁ ବ୍ୟବହାର କରୁଛନ୍ତି। ଯେତେବେଳେ ଆମେ 1
13 पद को देखिलु सेठी से कहउछंती आपणा आपणा मनरूप कटिबंधन करी सचेतन थाओ पुणी जीशुख्रीष्ट प्रकाशित होगा समय जो अनुग्रह तुम प्रति वर्तिब से संपूर्ण रूपे भरोसा रख। ये जो लेखक कहते जे परित्राण रे वृद्धि पाइबा व्यक्ति दे हैव द लिविंग होप जीवंत भरोसा। तेणु से मन पकाउछंती परित्राण ते वृद्धि पाई पार आउ ख्रीष्टଙ୍କ ठारे संपूर्ण भरोसा रख। लिविंग होप जीवंत भरोसा जीवंत भरोसा से मानक ठारे थाए। 2 पर्वर 1 आउ 2 पद अनुसार समस्त प्रकार छल कपट ईर्षा परनिंदा परित्याग करी नवजात शिशुतुल्य पारमार्थिक अमिश्रित दुग्ध पान करने को इच्छा कर जेपरी परित्राणार्थे वृद्धि पाई पार। आ परित्राणर अनुभूति नहीं जेतेबेले जगत रे बंचिबा तार 4 एवं 5 पद अनुसार जीवंत प्रस्तर स्वरूप जे ख्रीष्ट बा जहां को मनोनीत व्यक्ति मसीह जहां को ईश्वर सियोन रु बा जेरूसलम रे प्रतिष्ठित करबा पई जाउथिले जहां को जिसाय भाववादी मध्य कोणर प्रधान प्रस्तर सहित तुलना करिथिले। आउ कोणर प्रधान प्रस्तर बड़ आकृति विशिष्ट थिला एवं भित्तिमूल स्थान रे खंजा जाइथिला। जीशु सही परी एक प्रस्तर सहित निजको तुलना करिथिले। मार्क 12 अध्याय 1 रु 12 पद आमने जेतेबेले पढ़िबा प्रेरित 4 रो 8 रु 12 पद रोमियो 9 रो 30 रु आउ 33 पद मध्य रे लेखा अछि। जो माने जीशुख्रीष्ट ठारे भरोसा करती से माने कोणर प्रधान प्रस्तर तुल्य जीवंत प्रस्तर रे परिणत हेबे एवं आत्मिक गृह निर्माण रे से माने खंजा जिबे। जिसाय जेतेबेले जीशुंक विषय रे कोणर प्रधान प्रस्तर भाव रे जीशुंक तुलना करिथिले। आमे जदि देखिबा जिसाय 28 अध्याय रो तार 16 पद रे किंतु नूतन नियम रे आमने जेतेबेले देखुचु एथिपाई प्रभु सदाप्रभु एही कथा कहंती देख आम्भे भित्तिमूल निमंते सियोन रे एक प्रस्तर परीक्षासीद प्रस्तर दृढ़ भित्तिमूल स्वरूप बहुमूल्य कोण प्रस्तर स्थापन करुअछु जे विश्वास करे से चंचल हेब नाही। सियोनर कोण पत्थर यह हूँ कर्नल स्टोन किंतु नूतन नियम अनुसार प्रभु जीशु ख्रीष्ट जे मनोनीत आउ बहुमूल्य अटंती आउ से कोणर प्रधान प्रस्तर अटंती से प्रस्तर उपरे आत्मिक गृह खंजित हुए आउ सी सबु संपूर्ण गृह रे से कोणर प्रधान प्रस्तर देखा जाए। तेणु 1:13 पद अनुसार पितर कहती जो माने परित्राणर अनुभूति नहीं जगत रे बंचंती सेमानक निमंते लिविंग होप जीवंत भरोसा अच्छी। आपण जेतेबेले देखिबे 1:23 पदरे जड़े तुमने क्षणीय बीजरु नुह बरं अक्षय बीजरु अर्थात ईश्वर जीवंत चिरस्थायी वाक्य द्वारा पुनर्जात होइछ। एठी लेखा अछि लिविंग वर्ड जीवंत वाक्य चिरस्थायी वाक्य शक्तियुक्त वाक्य ईश्वरंकर वाक्य आमानकु आत्मिक जीवन रे खंजित हेबा पई सहाय्य करे। तेणु पितर कहउछंती जदि ख्रीष्टन को आस्वादन करियछ ताहेले नवजात शिशु तुल्य अमिश्रित पारमार्थिक अमिश्रित दुग्ध पान करने को इच्छा कर जेपरी परित्राणार्थे तद्वारा परित्राणार्थे वृद्धि पाई पार। लिविंग होप जीवंत भरोसा 1:13 पदरे आउ 1:23 पदरे लेखा अछि लिविंग वर्ड जे जीवंत वाक्य आउ 2:4 पदरे लेखा अछि ख्रीष्ट जीवंत प्रस्तर स्वरूप। आउ जितेबले आमे ता तल को पढ़ू लेखा अछि
ଖ୍ରୀଷ୍ଟ ଜୀବନ୍ତ ପ୍ରସ୍ତର ଅଟନ୍ତି ଆଉ ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ କଥା, କିନ୍ତୁ ଈଶ୍ୱର ତାହାଙ୍କୁ ମନୋନୀତ କଲେ ଖ୍ରୀଷ୍ଟଙ୍କ ଲୋକ ଅଗ୍ରାହ୍ୟ ହେବେ। ଖ୍ରୀଷ୍ଟଙ୍କ ଠାରେ ଭରସା କରିବା ଲୋକମାନେ ଜଗତରେ ଅଗ୍ରାହ୍ୟ ହେବେ। ଜଗତ ସେମାନଙ୍କୁ ଗ୍ରହଣ କରିବ ନାହିଁ। ମାତ୍ର ଲେଖା ଅଛି ଯେ ଖ୍ରୀଷ୍ଟ ସେମାନଙ୍କୁ କ'ଣ କରନ୍ତି ନା ମନୋନୀତ କରିଅଛନ୍ତି ଆଉ ସେମାନଙ୍କୁ ଗ୍ରହଣ କରିବେ। ତେଣୁ ଆସୁ ଆତ୍ମିକ ଗୃହରେ ଖଞ୍ଜା ହେବା ନିମନ୍ତେ ସବୁବେଳେ ପରିତ୍ରାଣାର୍ଥେ ବୃଦ୍ଧି ପାଇବା ଆମମାନଙ୍କର ନିତାନ୍ତ ଆବଶ୍ୟକ। ଆଉ ଲେଖା ଅଛି 6 ପଦରେ, ଆମ୍ଭେ ସିଓନରେ ଗୋଟିଏ ମନୋନୀତ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ ସେ ଲଜ୍ଜିତ ହେବ ନାହିଁ। ଜେରୁସାଲେମର ଅନ୍ୟ ନାମ ସିଓନ। ଏହି ସ୍ଥାନରେ ଜେରୁସାଲେମ ମନ୍ଦିର ନିର୍ମିତ ହୋଇଥିଲା। ଆଉ ଯେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ଯେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ଆଉ ସେ କ'ଣ ହେବ ନାହିଁ? ଲଜ୍ଜିତ ହେବ ନାହିଁ। ଲଜ୍ଜିତ ହେବ ନାହିଁ। ଯେ ଖ୍ରୀଷ୍ଟଙ୍କ ଠାରେ ଭରସା କରେ, ବିଶ୍ୱାସ କରେ, ଆସ୍ଥା ସ୍ଥାପନ କରେ, ଖ୍ରୀଷ୍ଟ ଯାହା ଜୀବନରେ ପ୍ରଧାନ ପ୍ରସ୍ତର ଅଟନ୍ତି, କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି, ଆଉ ସେମାନଙ୍କ ଜୀବନରେ କ'ଣ ହେବ ନା ପରିତ୍ରାଣାର୍ଥେ ସେମାନେ ବୃଦ୍ଧି ପାଇବେ। ସିଓନ ଲେଖାଗଲା, ସିଓନରେ ଗୋଟିଏ ମନୋନୀତ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର। ଆଉ ଏ ସିଓନ ଭିନ୍ନ ଭିନ୍ନ ବିଷୟର ପ୍ରତୀକ ରୂପେ ବ୍ୟବହୃତ ହୋଇ ଆସିଅଛି ସିଓନ ପଦ। ଏବଂ ବାଇବଲ ଭିତ୍ତିକ ବିବରଣ ସମୂହ ଯେତେବେଳେ ଆମେ ଚିନ୍ତା କରୁ, ସିଓନ ପରମେଶ୍ୱରଙ୍କର ଉପସ୍ଥିତିକୁ ବୁଝାଏ, ପରମେଶ୍ୱରଙ୍କର ନଗରକୁ ବୁଝାଏ, ସ୍ୱର୍ଗରାଜ୍ୟକୁ ବୁଝାଏ। ଯାହାର ଅର୍ଥ ଶୁଷ୍କ ସ୍ଥାନ, ଯେଉଁଠି କଦର୍ଯ୍ୟତା ନାହିଁ। ତେଣୁ ପିତର ମନେ ପକାଉଛନ୍ତି ଯେ ଯଦି ତୁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆସ୍ୱାଦନ କରିଅଛ, ତାହାଙ୍କର ପରିତ୍ରାଣକୁ ଜୀବନରେ ଅନୁଭବ କରିଅଛ, ତାହେଲେ ଏ ଜାଗତିକ ବିଷୟର ସମସ୍ତ ବିଷୟକୁ ପ୍ରଥମେ ପରିତ୍ୟାଗ କର। ପାଉଲ ମଧ୍ୟ ଯେତେବେଳେ ଏଫେସୀୟ ମଣ୍ଡଳୀକୁ ପତ୍ର ଲେଖୁଛନ୍ତି, ଆଉ ସେ କହୁଛନ୍ତି ଯଦି ତୁମାନେ ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରିଅଛ, ସେଇ ଶାରୀରିକ କାର୍ଯ୍ୟ, ଶାରୀରିକ ଜୀବନରୁ ତୁମେ ସମ୍ପୂର୍ଣ୍ଣ ଭାବରେ ପୃଥକ ହେବା ଆବଶ୍ୟକ। ଆଉ ଶାରୀରିକ କାର୍ଯ୍ୟ ଗୁଡ଼ିକ ସେ ଏଫେସୀୟ 4:22 ପଦରେ ମଧ୍ୟ ଲେଖାଗଲା। ଆଉ ଏ ପ୍ରଥମ ପିତର 2 ପଦରେ ମଧ୍ୟ ଲେଖାଗଲା। କେଉଁମାନେ ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରନ୍ତି, ଆଉ ସେଇ 9 ପଦରେ ଲେଖା ଅଛି, କିନ୍ତୁ ଯେ ତୁମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥିନିମନ୍ତେ ତୁମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ଯାତ୍ରା ପୁସ୍ତକରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଯାଇ ଇସ୍ରାଏଲ ଲୋକଙ୍କୁ କୁହ, ସେମାନେ ଈଶ୍ୱରଙ୍କର ପବିତ୍ର ଗୋଷ୍ଠୀ ଅଟନ୍ତି। କିନ୍ତୁ ଆମେ ସେ ସ୍ଥାନରେ ଦେଖୁ ସେମାନେ ଈଶ୍ୱରଙ୍କର ପବିତ୍ର ଗୋଷ୍ଠୀ ଭାବରେ ଖ୍ୟାତ ହେଲେ, କିନ୍ତୁ ତାହା ସେମାନଙ୍କ ଜୀବନରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଆଉ ଆମେ ଦେଖୁ ପଥ ମଧ୍ୟରେ ଅନେକ ଲୋକ ଭ୍ରଷ୍ଟ ହୋଇଗଲେ। କିନ୍ତୁ ନୂତନ ନିୟମ ଆମମାନଙ୍କୁ ଏଇଆ କୁହେ, କେବଳ ତୁମେ ପବିତ୍ର ଗୋଷ୍ଠୀ ନୁହଁ, ତୁମେ ରାଜକୀୟ ଯାଜକ ବର୍ଗ, ମନୋନୀତ ବଂଶ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟଙ୍କ ଠାରେ
विश्वास करिबा लोक माने ईश्वरंकर नूतन गोष्ठीर लोक अटंती, जो माने तांको उपरे विश्वास भरोसा करंती। एई 9 पद अनुसार अंधकार आपण आश्चर्य आलोक। अंधकार होची भ्रांति बा पाप बा दुर्बलता को बुझाए, आउ दुख कष्ट को बुझाए, किंबा मंदता को बुझाए। ज्योति होची ईश्वरंकर उपस्थिति को, ईश्वरंकर वाक्य को आउ सियोन को बुझाए। तेणु ए स्थान रे लेखक कहउछंती आश्चर्य भावरे प्रभु तुमको अंधकार आलोक मध्य को आह्वान कले। प्रिय प्रभुंक लोक माने, तेणु आसु एई जो प्रकार परिस्थिति मध्यरे आमाने वर्तमान पृथ्वी रे गति करुछु, अनेक समय आमने भाबु आमान जीवन पाई कौनसी दंड नाही, आमने आराम रे जगत रे बंचिछु। किंतु गोटे कथा मन रखिबा, जदि आमे ख्रीष्टन को आस्वादन करियछु ताहेले समस्त प्रकार छल कपट ईर्षा परनिंदा परित्याग करी ख्रीष्टन को वाक्य प्रति मनोयोगी हेबा, आ ख्रीष्टन को आम जीवन रे प्रधान कोणर प्रस्थन रूप रे अवस्थापित करिबा, जद्वारा आमानकर विश्वास रूपक गृह सेई प्रस्थ रूप रे निर्मित हेबा। ताहेले से गृह शक्त हेब आत्मिक गृह, आउ सेते बेले आमाने सियोन रे ख्रीष्टंक सहित अनंत काल वास करि परिबा। प्रभु आमानकु आशीर्वाद करंतु। आमाने जेभली ए मंद जगत रे ख्रीष्टंक निमंते पृथकीकृत जीवन काटी आपणाकु प्रभुंक निमंते साक्ष्यमय जीवन काटिबा। आसंतु आमाने प्रार्थना करी आजिर उपासना शेष करिबा। स्वर्गीय प्रभु तुमर धन्यवाद करुछु, अल्प समय तुम निकट को आसवा को देल। पिता प्रार्थना करू आमने जो परिस्थिति मध्यरे वर्तमान गति करुछु, ए परिस्थिति रे प्रभु तुम निकटवर्ती हेबा, आ तुमको परित्राण कर्ता रूपरे जीवन रे स्वीकार करी तुम उपरे आमानकर आत्मिक गृह को खंजी आत्मिक जीवन रे वृद्धि पाइबा पई तुम्हें आमान को अनुग्रह कर। मंडली को, मंडली रो प्रत्येक परिवार को प्रभु तुम्हें आशीर्वाद कर। जो माने असुस्थ अछंती सेमान को तुम्हें सुस्थता दियो। जो माने बाहर रही कार्य करंती प्रभु ए दिन मान करे तुम्हें सेमान को सुरक्षा दियो। सकल गौरव महिमा संभ्रम कर्तापण केवल तुमको दे आउ थरे आम निज निजक तुम हस्तरे समर्पण करी जीशुंक नाम रे मागुअछु, आमेन। आह्यामान स्वर्गस्थ पिता, तुम नाम पवित्र बोली मान्य हो, तुम राज्य आसु जेपरि स्वर्ग रे सेहीपरि पृथ्वी रे तुम इच्छा सफल हो। आज आमान को प्रयोजनीय आहार दियो। आमने जेपरि निज निज अपराधी मान को क्षमा करियछु सेहीपरि आमान अपराध सकल क्षमा कर। परीक्षा आमान को आन नाही, मात्र मंद रक्षा कर। जन राज्य पराक्रम गौरव जुगे जुगे तुम्भर, आमेन। पिता ईश्वर प्रेम, पुत्र प्रभु जीशु अनुग्रह, पवित्र धर्मात्मा शांति शक्ति सुमधुर सहभागिता ए समय तुम आगमन पर्यंत आम प्रत्येक सहित संगे संगे हेतु, आमेन। समस्त को नमस्कार।